ଆଜିର ବ୍ରେକିଂ ଖବର ଭାରତର ପାଞ୍ଚ ଅମୋଘ ଅସ୍ତ୍ର ନାଁ ଶୁଣିଲେ ଥରିବ ଶତ୍ରୁ ଦେଶ। ସ୍ୱାଧୀନତାର ବର୍ଷ ପରେ ଭାରତ ଏକ ଶକ୍ତିଶାଳୀ ଦେଶ ହୋଇଯାଇଛି। ଭାରତ ଲଗାତାର ନିଜର ଆର୍ଥିକ, ରଣନୈତିକ ଏବଂ ସାମରିକ ସ୍ଥିତିକୁ ମଜବୁତ କରିଛି। ସେଭଳି ସୈନ୍ୟ ଶକ୍ତିରେ ଆଜି ଭାରତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶମାନଙ୍କ ଧାଡ଼ିରେ ଚତୁର୍ଥ ସ୍ଥାନରେ ରହିଛି। ଭାରତ ମେକ୍ ଇନ୍ ଇଣ୍ଡିଆ ଜରିଆରେ ସ୍ୱଦେଶୀ ଉପାୟ ସହ ନିଜର ସୈନ୍ୟ ଶକ୍ତି ବଢ଼ାଇବାରେ ସଫଳ ହୋଇଛି। ଭାରତର ଅସ୍ତ୍ରାଗାରରେ ଏଭଳି କିଛି ବାଲାଷ୍ଟିକ୍ ମିସାଇଲ ରହିଛି ଯାହା ପରମାଣୁ ବୋମା ସହ ସମାନ। ଏହାଛଡ଼ା ରାଫେଲ ଫାଇଟର ଜେଟ୍ ସହ ଅନେକ ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ ରହିଛି ମଧ୍ୟ। ଆସନ୍ତୁ ଆଜି ଭାରତର ସେହି ପାଞ୍ଚଟି ଅସ୍ତ୍ର ବିଷୟରେ ଜାଣିବା, ଯାହାର କେବଳ ନାଁ ଶୁଣିବା ମାତ୍ରେ ପାକିସ୍ତାନ ଏବଂ ଚୀନ ଡରରେ ଥରିବା ଆରମ୍ଭ କରନ୍ତି। ଭାରତ ଏବଂ ରୁଷର ମିଳିତ ପ୍ରଚେଷ୍ଟା ବିକଶିତ କରାଯାଇଛି ବ୍ରହ୍ମାସ୍ତ୍ର ମିସାଇଲ। ଏହା ଭାରତର ଅସ୍ତ୍ରାଗାରରେ ଥିବା ସବୁଠାରୁ ଘାତକ ଅସ୍ତ୍ରମାନଙ୍କ ମଧ୍ୟରୁ ଗୋଟିଏ। ଏହି ମିସାଇଲ ଘଣ୍ଟା ପ୍ରତି 3700 କିଲୋମିଟର ବେଗରେ ଶତ୍ରୁର ବିନାଶ କରିବା ପାଇଁ ମାରିଯାଏ। ଏହି କ୍ରେଜ୍ ମିସାଇଲର ମାରକ କ୍ଷମତା 290ରୁ 600 କିଲୋମିଟର ପର୍ଯ୍ୟନ୍ତ ରହିଥାଏ। ଏହାଛଡ଼ା ଏହା ତୀବ୍ର ଗତି ଶତ୍ରୁକୁ ଅତି ଆରାମରେ ଚକମା ଦେଇ ନିଜର ଲକ୍ଷ୍ୟରେ ଜୋରଦାର ଆକ୍ରମଣ କରିବାରେ କ୍ଷମତା ରଖିଥାଏ। ବ୍ରହ୍ମାସ୍ତ୍ର କ୍ରେଜ୍ କ୍ଷେପଣାସ୍ତ୍ର ସହିତ ଭାରତ ପାଖରେ ଅଗ୍ନି ଭି ରୂପରେ ସବୁଠାରୁ ଲମ୍ବା କ୍ଷେପଣାସ୍ତ୍ର ମଧ୍ୟ ଅଛି। ଏହି ଅତ୍ୟନ୍ତ ଘାତକ କ୍ଷେପଣାସ୍ତ୍ର ଯାହା 5000ରୁ 8000 କିଲୋମିଟର ପର୍ଯ୍ୟନ୍ତ ସଠିକ୍ ଏବଂ ଶକ୍ତିଶାଳୀ ଆକ୍ରମଣ କରିବାକୁ କ୍ଷମତା ରହିଛି। ଭାରତର ଶତ୍ରୁ ଦେଶ ପାକିସ୍ତାନ ଏବଂ ଚୀନ ବ୍ୟତୀତ ଏହି କ୍ଷେପଣାସ୍ତ୍ର ବିଶ୍ୱର ଅନେକ ଦେଶକୁ ସହଜରେ ଟାର୍ଗେଟ କରିପାରିବ। ଭାରତ ପାଖରେ ସ୍ୱଦେଶୀ ଭାବରେ ବିକଶିତ ଆକାଶ ମିସାଇଲ ସିଷ୍ଟମ ରହିଛି, ଯାହା 30ରୁ 45 କିଲୋମିଟର ରେଞ୍ଜ ପର୍ଯ୍ୟନ୍ତ ନିଜର ଯେକୌଣସି ଲକ୍ଷ୍ୟକୁ ଗୋଟିଏ ଝଟକାରେ ସଠିକ୍ ଭାବରେ ଆକ୍ରମଣ କରି ଧ୍ୱଂସ କରିପାରିବ। ଏହି ମିସାଇଲ ସିଷ୍ଟମ ଏତେ ଶକ୍ତିଶାଳୀ ଯେ ଶତ୍ରୁର ଯେକୌଣସି ଫାଇଟର ଜେଟ୍, ଡ୍ରୋନ୍, କ୍ରୁଜ୍ ଏବଂ ବାଲାଷ୍ଟିକ୍ ମିସାଇଲକୁ ଆକାଶରେ ହିଁ ଧ୍ୱଂସ କରିବାର କ୍ଷମତା ରଖିଥାଏ। ଏହାଛଡ଼ା ଭାରତ ପାଖରେ ସ୍ୱଦେଶୀ ଭାବରେ ବିକଶିତ ମିଲ୍କ ବେଟେଲ୍ ରେକର୍ଡ ଲଞ୍ଚର ପିନାକା ମଧ୍ୟ ରହିଛି, ଯାହା ଏବେ ଜିପିଏସ୍ ଏବଂ ଆଇଏନ୍ଏସ୍ ଉପାୟରେ ଏକ ସ୍ୱତନ୍ତ୍ର ରେକର୍ଡ ସିଷ୍ଟମ ଭାବରେ ଅପଡେଟ୍ ହୋଇଯାଇଛି। ଏହି ଶକ୍ତିଶାଳୀ ରେକର୍ଡ ଲଞ୍ଚ ସିଷ୍ଟମ ଥରେ ଟାର୍ଗେଟ ସେଟ୍ କରିବା ପରେ 25 ମିଟର ପର୍ଯ୍ୟନ୍ତ ଜୋରଦାର ଆକ୍ରମଣ କରିବାର କ୍ଷମତା ମଧ୍ୟ ରହିଛି। ଭାରତର ଅସ୍ତ୍ରାଗାରରେ ସବୁଠାରୁ ଆଡଭାଇଜ୍ ଯୁଦ୍ଧ ବିମାନ ଭାବରେ ରାଫେଲ ଫାଇଟର ଜେଟ୍ରୁ ସାମିଲ କରାଯାଇଛି। ଭାରତର ଏହି ଶକ୍ତିଶାଳୀ ଯୁଦ୍ଧ ବିମାନକୁ ଫ୍ରାନ୍ସରୁ କିଣାଯାଇଛି, ଯାହା ପରମାଣୁ ଅସ୍ତ୍ର ସାଙ୍ଗରେ ନେଇ ଯାଇପାରିବ। ଏହି ଫାଇଟର ଜେଟ୍ 150 କିଲୋମିଟର ରେଞ୍ଜ ପର୍ଯ୍ୟନ୍ତ ଆକ୍ରମଣ କରିବାରେ ସକ୍ଷମ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଲାଇଭ୍ 8।